বিলেপি অল্প তৈল শ্যামল আজিকালি কেন আমার আজিকালি সিনা মো মা মানে বিভিন্ন প্রকার তেল আগ কাଳରେ ଏ ସବୁ ନଥିଲା ମା ମାନେ କଣ କରୁଥିଲେ କିଲୋ କହିଲେ ଆଜ୍ଞା ଖାଣ୍ଟି ଗାଈର ଘିଅ ପାର୍ବତୀ କଲେ କଣ ଗାଈ ଘିଅ ଟିକେ ନେଇକିରି ମୁଣ୍ଡରେ ମାଲିସ କରିବେ ବାରଣବନ୍ତ ହାତୀ ଦାନ୍ତରେ ତିଆରି ହେଇଥିବା ପାନିଆ ସାହାଯ୍ୟରେ ମୁଣ୍ଡଟା କୁଣ୍ଡେଇ ଆଜ୍ଞା ଯମୁନା ନଈର ନୀଳବର୍ଣ୍ଣର ପାଣି ଉପରେ ଶ୍ଵେତ ପଦ୍ମ ଫୁଲ ଭାସିଲେ ଯେମିତି ସୁନ୍ଦର ଦିଶେ ପାର୍ବତୀଙ୍କର କେଶଗୁଚ୍ଛରେ ସେ ହାତୀ ଦାନ୍ତର ପାନିଆଟା ଠିକ ସେଇ ଭଳିଆ ଶୋଭା କୁଣ୍ଡେଇ ଦେଲେ ପଛପଟରେ ଢାଳିଆ ଖୋସା ଖୋସି ଏବେ ଅଛି ମା ଏବେ ତ ଆମ ମା ମାନେ ବି ମୁଣ୍ଡ ବାଳ କଟଉଛନ୍ତି ଆଗେ ଦଉଥିଲେ ଉଢ଼ଣା ଏବେ ଉଡ଼ିଲାଣି ଫୁଲ ଶାଗୁଣା ଏବେ ଉଡ଼ିଲାଣି ଫୁଲ ଶାଗୁଣା ଏବେ ଉଡ଼ିଲାଣି ଫୁଲ ଶାଗୁଣା ଆଗେ ଦେଉଥିଲେ ଉଢ଼ଣା ଏବେ ଉଡ଼ିଲାଣି ଫୁଲ ଶାଗୁଣା ଏବେ ଉଡ଼ିଲାଣି ଫୁଲ ଶାଗୁଣା ଏବେ ଉଡ଼ିଲାଣି ଫୁଲ ଶାଗୁଣା ଆଗେ ମାଗୁଥିଲେ ସିନ୍ଦୁର ଏବେ ଟିକିଲି ଗଲାଣି ହୁନ୍ଦର ଏବେ ଟିକିଲି ଗଲାଣି ହୁନ୍ଦର ଏବେ ଟିକିଲି ଗଲାଣି ହୁନ୍ଦର ଆଜିକାଲିକା ଏଇଭଳିଆ ବେଶ ବସନ ପିନ୍ଧାରେ ଏମିତି ସରଧା ଛାତି ତଳେ ଅଣ୍ଟା ଦିଶେ ଅଧା ଅଧା পোশাক পুনি এমিতি দিয়ারি পুଅ কিমা ঝিଅ ହୁଏ ନାହିଁ ବାରି ପୁଅ କିମା ଝିଅ ହୁଏ ନାହିଁ ବାରି ପୁଅ କିମା ଝିଅ ହୁଏ ନାହିଁ ମା ମାନେ ବି ବାଳ କଟଉଛନ୍ତି ଝିଅ ଲାରି ହଉନି ଆଉ ବିଭିନ୍ନ ପ୍ରକାର ଶ୍ୟାମ୍ପୁ ଲଗେଇକିରି ମୁଣ୍ଡ ବାଳକୁ ପଛପଟେ ଫରଫର ଉଡଉଛନ୍ତି ଚିନ୍ତା କରନ୍ତୁ ମା ସତ୍ୟ ଯୁଗରେ ଗୋଟିଏ ମା ଯିଏ କି ହଉଛନ୍ତି ଦୁର୍ଗା ତାଙ୍କର ମୁଣ୍ଡର ବାଳକୁ ଖୋଲା ରଖିଥିଲେ କଣ ଅବସ୍ଥା ହେଲା ବଂଶ ଧ୍ୱଂସ ହେଇଗଲା ତ୍ରେତୟା ଯୁଗରେ ଜଣେ ମା ସୀତା ରାବଣର ଅଶୋକ ଜଙ୍ଗଲରେ ମୁଣ୍ଡର ବାଳ ମୁକୁଳା କଲେ ରାବଣର ବଂଶ ହେଇଗଲା ଦ୍ୱାପର ଯୁଗରେ ଜଣେ ମା ଯାଜ୍ଞସେନୀ ଦ୍ରୌପଦୀ ମୁଣ୍ଡର ବାଳ